जय जगन्नाथ समस्त को। आज आमे माने विभक्ति चैप्टर टेस्ट दबा जाके मुक टेस्ट एथिरे 10 गोटी प्रश्न रही आ से 10 गोटी प्रश्नर आमे माने उत्तर गुडी को रखिबा। चलंतु समय को नष्ट न करी आरंभ करिबा। प्रथम क्वेश्चन कहूची जे राजनीति रे पारिवारिक संख्या एबे कम नुहे, रेखांकित पदटीर विभक्ति स्थिर कर। रेखांकित पदटी कोउथिरे कहूची राजनीति रे, जेहेतु राजनीति रे पारिवारिक संख्या एबे कम नुहे, एटा केउ विभक्ति हबो ना चतुर्थ विभक्ति हबो ना पंचमी विभक्ति हबो ना षष्ठी विभक्ति हबो ना सप्तमी विभक्ति हबो। एटा को विभक्ति हबो? सप्तमी विभक्ति हबो। ठीक अछि, आपण माने जति विभक्तिर जो प्रथम विभक्ति रे द्वितीय विभक्ति रे तृतीय विभक्ति रे कोन कोन रहिछि से सब गुडी को जदि पढिबे ताहेले विभक्तिर मुक टेस्ट गुडी को बहुत भलो भाबरे देई पारिबे। चलंतु नेक्स्ट क्वेश्चन देखिबा। क्वेश्चन नंबर 2 हमको कहिछि जे पुस्तकर प्रकाशन रे लेखक आनंदित हुई, रेखांकित पदटीर प्रयोग सप्तमी विभक्ति केउ अर्थ रे होइछि? ए जागा रे कहा जाइछि जे पुस्तकर प्रकाशन रे रहिछि, तो प्रकाशन रे एटा को विभक्ति हो भाबे सप्तमी रे हो। ठीक अछि, आगु जिबा। हमको वर्तमान 3 नंबर क्वेश्चन कहिछि जे पाकिस्तान भारत ठारू पराजित होइथिला, रेखांकित पदटीर विभक्ति स्थिर कर। कोन कहिछि? पाकिस्तान भारत ठारू कोन हबो? भारत ठारू कहा जाइछि। जदि हमें ठारू को बुझौछु तो एटा हे जिवो पंचमी विभक्ति। कोन हबो? पंचमी विभक्ति हबो। ठीक अछि, नेक्स्ट देखिबा। नारी निर्यातनारू दुर्योधनर पतन हैला, रेखांकित पदटीर प्रयोग पंचमी विभक्ति केउ अर्थ रे होइछि? कोन कहिछि? नारी निर्यातनारू दुर्योधनर पतन, तो एही जगह रे कहिछि नारी निर्यातनारू, तो एही जगह रे कोन हबो ना अपादान कारक हबो ना हैला आपनकर आरंभ शब्द जोगरे हेबो ना हेतु अर्थ रे हेबो ना उत्कर्ष अपकर्ष अर्थ रे हेबो। एहरा सठिक आंसर टी हेबो हेतु अर्थ रे। ठीक अछि, आगु जिबा। तो 5 नंबर क्वेश्चन हमको कोन पचारछि? ଏହା ପଚାରିଛି ଯେ ମତେ ରସଗୋଲା ଭଲ ଲାଗେ, ରେଖାଙ୍କିତ ପଦଟିର ବିଭକ୍ତି ସ୍ଥିର କର। କଣ କହିଲା? ମତେ ରସଗୋଲା ଭଲ ଲାଗେ। ଏ ଜାଗାରେ କଣ କହିଲା? ରସଗୋଲା। ତେଣୁକରି ନା ଦ୍ୱିତୀୟ ହେବ ନା ତୃତୀୟ ବିଭକ୍ତି ହେବ ନା ଚତୁର୍ଥୀ ବିଭକ୍ତି ହେବ ନା ପଞ୍ଚମୀ ବିଭକ୍ତି ହେବ। ଏଠାରେ ଚତୁର୍ଥୀ ବିଭକ୍ତି ହେବ। ଠିକ ଅଛି, ଚାଲନ୍ତୁ ଆଗକୁ ଦେଖିବା। 6 ନମ୍ବର କ୍वेଶ୍ଚନ ଆମକୁ ପଚାରିଛି ଦେଶଦ୍ରୋହୀକୁ ଧିକ୍, ରେଖାଙ୍କିତ ପଦର ସକାରଣ ବିଭକ୍ତି ନିର୍ଣ୍ଣୟ କଲେ କଣ ହେବ? ଦେଶଦ୍ରୋହୀକୁ ଧିକ୍, ଏ ଜାଗାରେ କଣ ପଚାରିଛି? ଦେଶଦ୍ରୋହୀକୁ ଧିକ୍, ତ ଏହି ଜାଗାରେ କଣ ହେବ ନା ଅନୁସାର ଦ୍ୱିତୀୟ ବିଭକ୍ତି ହେବ, ଧିକ୍ ଯୁগে ତୃତୀୟ ବିଭକ୍ତି ହେବ, ବ୍ୟାପ୍ତି ଅର୍ଥରେ ଦ୍ୱିତୀୟ ବିଭକ୍ତି ହେବ ନା ବିପ୍ସା ଅର୍ଥରେ ଦ୍ୱିତୀୟ ବିଭକ୍ତି ହେବ। ଏହାର ସଠିକ ଅନୁସାରଟି ହେବ ଧିକ୍ ଯୁগে ଦ୍ୱିତୀୟ ବିଭକ୍ତି। ଠିକ ଅଛି, ଚାଲନ୍ତୁ ଆଗକୁ ଦେଖିବା। 7 ନମ୍ବର କ୍वेଶ୍ଚନ ଆମକୁ ପଚାରେ ଜନସାଧାରଣ ଦୁର୍ନୀତିରୁ ନିବୃତ୍ତ ହୁଅନ୍ତୁ, ରେଖାଙ୍କିତ ପଦଟି କେଉଁ ବିଭକ୍ତି? ଜନସାଧାରଣ ଦୁର୍ନୀତିରୁ ନିବୃତ୍ତ ହୁଅନ୍ତୁ, ତ ଏ ଜାଗାରେ ନା ପ୍ରଥମ ହେବ ନା ଚତୁର୍ଥୀ ହେବ ନା ତୃତୀୟ ହେବ ନା ପଞ୍ଚମ ହେବ। କଣ ହେବ? ପଞ୍ଚମୀ ହେବ। ଠିକ ଅଛି, 8 ନମ୍ବର କ୍वेଶ୍ଚନ ଆମକୁ କଣ ପଚାରିଛି? 8 ନମ୍ବର କ୍वेଶ୍ଚନ ଆମକୁ ଏହା ପଚାରିଛି ଯେ ଶିଶୁର ମଧୁର କଥା ସମସ୍ତଙ୍କୁ ଭଲ ଲାଗେ, ରେଖାଙ୍କିତ ପଦଟିର ବିଭକ୍ତି ନ୍ୟାୟ କର। କଣ କହିଲା? ଶିଶୁର ମଧୁର କଥା ସମସ୍ତଙ୍କୁ ଭଲ ଲାଗେ। ଶିଶୁର ମଧୁର କଥା କଣ ଭଲ ଲାଗେ? ଏଟା ବିପ୍ସା ଅର୍ଥରେ ଯିବ ନା ସରି, ଶିଶୁର ମଧୁର କଥା ସମସ୍ତଙ୍କୁ ଭଲ ଲାଗେ, ଏଟା କଣ ଗଲା ନା ପ୍ରଥମ ହେବା ନା ତୃତୀୟ ହେବା ନା ଚତୁର୍ଥୀ ହେବା ନା ଦ୍ୱିତୀୟ ହେବ। କଣ ହବ? ସମସ୍ତଙ୍କୁ, ତ ଏ ଜାଗାରେ ଚତୁର୍ଥୀ ହେବ। ଠିକ ଅଛି, ଆଉ ଦେଖିବା। ଦିନକୁ ଦିନ ପର୍ଯ୍ୟଟକଙ୍କର ଭିଡ଼ ବଢୁଛି, ରେଖାଙ୍କିତ ପଦଟି କେଉଁ ଅର୍ଥରେ ଦ୍ୱିତୀୟ ବିଭକ୍ତିର ପ୍ରୟୋଗ ଅଛି? ଦିନକୁ ଦିନ ପର୍ଯ୍ୟଟକଙ୍କର ଭିଡ଼ ବଢୁଛି, ଦିନକୁ ଦିନ ଏଟା କଣ ହବ? ଅନୁସାରେ ହେବ ନା ବିପ୍ସାର୍ଥରେ ହେବ ନା ବ୍ୟାପ୍ତି ଅର୍ଥରେ ହେବ ନା କର୍ମ କାରକରେ ହେବ। ଏହାର ସଠିକ ଆନ୍ସରଟି କଣ ହେବ? ବିପ୍ସା ଅର୍ଥରେ। ଠିକ ଅଛି, ଆଉ ଦେଖିବା। 10 ନମ୍ବର କ୍वेଶ୍ଚନ ଆମକୁ ଏହା ପଚାରିଛି ବା 10 ନମ୍ବର ପ୍ରଶ୍ନ ଆମକୁ ପଚାରିଛି ଯେ ଠାବେ ଠାବେ ହୋଲି ଉତ୍ସବ ପାଳିତ ହେଉଛି। କଣ କହିଛି? ଠାବେ ଠାବେ ହୋଲି ଉତ୍ସବ ପାଳିତ ହେଉଛି, ରେଖାଙ୍କିତ ପଦଟିର ବିଭକ୍ତି ସ୍ଥିର କର।
ଏହା ଆମକୁ ପଚାରିଛି। ତ ଏହାର ସଠିକ ଆନ୍ସରଟି କଣ ହବ? ଏହାର ସଠିକ ଆନ୍ସରଟି ହେବ ସପ୍ତମୀ ହେବ। କଣ ହବ? ସପ୍ତମୀ। ଠିକ ଅଛି। ଯଦି ଆପଣ ମାନଙ୍କୁ ଆମର ଏଇ ଗ୍ରାମାର ସେସନଟି ଭଲ ଲାଗୁଛି, ତାହେଲେ ଆପଣ ମାନେ ଆମ ଏହି ଜିଆର ଲର୍ଣ୍ଣିଂ ହବ୍ ଚ୍ୟାନେଲ ସହିତ ଜଡ଼ିତ ହୋଇ ରୁହନ୍ତୁ। ଆଗକୁ ନୂତନ ନୂତନ ଗୁଡ଼ିକ ଯେମିତି ହେଲା ମୁକ୍ ଟେଷ୍ଟ ଗୁଡ଼ିକ ଆଣିବି ଓ ଯାହାକି ବଛା ବଛା ହେଇକି ରହିଥିବ। ଆମର ଆପଣଙ୍କର CTL, PID ହେଲା, LTR ହେଲା କିମ୍ବା ଆପଣଙ୍କର ଅଲ୍ କମ୍ପିଟେଟିଭ ଏକ୍ଜାମରେ ଆସିବ। ଠିକ ଅଛି। ଆପଣମାନେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବା ହେତୁ ଆପଣମାନଙ୍କୁ ଥ୍ୟାଙ୍କ ୟୁ।